এইটা হচ্ছে ସବୁଠୁ ଆକ୍ଚୁଆଲି ବଡ଼ କୋଶ୍ଚିନ୍। ଆଉ ଆର ଅସୁବିଧା ବି ଆକ୍ଚୁଆଲି ଆମେ ଫେସ୍ କରୁଛୁ। ଅସୁବିଧା ହଉଛି କ'ଣ, ପାଠ କହୁଛି ଛୁଆକୁ ଯଦି ଜ୍ୱର ହବ ତାହେଲେ ସେ ଟୀକା ନେଇପାରିବ। ଜ୍ୱର ପୁଣି ଆକ୍ଚୁଆଲି ବହୁତ ମାନେ ଟିକେ ଅଧିକା ଜ୍ୱର ବା 104 ଡିଗ୍ରୀ ପାଖାପାଖି ରହିଲେ ଟୀକା ନେଇପାରିବ, ନହେଲେ ଯେକୌଣସି କଣ୍ଡିସନ୍ ଟୀକା ନେଇପାରିବ। ଛୁଆକୁ ଥଣ୍ଡା ହଉଛି, କାଶ ହଉଛି, ଛୁଆ ଆରାମସେ ଟୀକା ନେଇପାରିବ। ଇଭେନ୍ ଝାଡ଼ା ହେଲେ ବି ଟୀକା ନେଇପାରିବ, କୌଣସି ଅସୁବିଧା ନାହିଁ। ଆମର ଅସୁବିଧା ଏଠି ଗୋଟେ କହୁଛି, ସାଧାରଣତଃ ଗଭର୍ଣ୍ଣମେଣ୍ଟ ଆମର ଯେଉଁ ହସ୍ପିଟାଲରେ ଆମେ କାମ କରୁ ସେଠି ତ ଅସୁବିଧା ହଉନି। ଅସୁବିଧା ହଉଛି ସବ୍ ସେଣ୍ଟର ମାନଙ୍କରେ ଯୋଉଠି ମାସିକିଆ ଥରେ ଲେଖା ଭ୍ୟାକ୍ସିନ୍ ଦିଆହଉଛି। ଯଦି ଗୋଟେ ମାସ ଛୁଆଟା ସେଇ ସମୟରେ ତାକୁ ଥଣ୍ଡା ହଉଛି ବୋଲି ଦିଦି ମାନେ ଫେରେଇ ଦେଲେ, ସେ ଛୁଆର ଭ୍ୟାକ୍ସିନ୍ ଆଉ ଗୋଟେ ମାସ ବଢିଗଲା, ଗଲା ସେ ଛୁଆ ଗୋଟେ ମାସ ବିନା ଇମ୍ୟୁନାଇଜେସନ୍ ରହିଲା। କେତେ ରୋଗ ତାକୁ ହବ। ଛୁଆର ପ୍ରଥମ 7 ମାସ ପର୍ଯ୍ୟନ୍ତ ସବୁଠୁ ମେନ୍ ଟୀକା ସେଟାକୁ ଅଛି। ତାକୁ ଆମେ ଗୋଟେ ମାସ କଲେ ଛୁଆକୁ 6 ମାସ ହେଇଥିବ, ଛୁଆ ଗୋଟେ 2ଟା ସିରିଜ ଟୀକା ନେଇଯାଉଥିବ। ଅସୁବିଧା। ତେଣୁ ମୁଁ ସମସ୍ତଙ୍କୁ ଥଣ୍ଡା ହେଲେ ଆପଣ ଟୀକା ଦିଅନ୍ତୁ, କିଛି ଅସୁବିଧା ନାହିଁ। ଥଣ୍ଡା କେବେ ବି ମାନେ ଥଣ୍ଡା ଗୋଟେ କେବେ ବି କାରଣ ନୁହେଁ ଯେ ଆମେ ଟୀକା ନ ଦେବାର।